ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁଙ୍କ କାର୍ଯ୍ୟ ସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ ସେମାନେ ତାହା ସବୁ ଅନୁସନ୍ଧାନ କରନ୍ତି। ପ୍ରଭୁଙ୍କର ପବିତ୍ର ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଆଜିର ଏହି ପବିତ୍ର ଉପାସନାର ଦିନ ଆମେ ପ୍ରତ୍ୟେକଙ୍କୁ ପ୍ରଭୁ ଏହି ସୁନ୍ଦର ଆହ୍ୱାନ ଦେଇଛନ୍ତି, ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ଆଜିର ଉପସ୍ଥିତ ମଣ୍ଡଳୀର ସମସ୍ତଙ୍କୁ ଆଜିର ବିଶେଷ ଉପାସନା ମଧ୍ୟକୁ ସ୍ୱାଗତ ଜଣାଇ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ହାଲେଲୁୟା, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ସମସ୍ତେ ନିଜ ନିଜକୁ ପ୍ରଭୁଙ୍କ ଠାରେ ସମର୍ପଣ କରିବା, ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ସଦା ପ୍ରଭୁ, ତୁମରି ଧନ୍ୟବାଦ କରୁଅଛୁ, ତୁମରି ଗୌରବ କରୁଅଛୁ। ତୁମେ ଜୀବନ୍ତ ପରମେଶ୍ୱର, ସତ୍ୟ ପରମେଶ୍ୱର, ଆମେ ସମସ୍ତଙ୍କର ମନୋଯୋଗୀ ପରମେଶ୍ୱର। ପ୍ରଭୁ, ଆମେ ସବୁ ଅବସ୍ଥାରେ, ସବୁ ମୁହୂର୍ତ୍ତରେ, ସବୁ ସମୟରେ, ସବୁ ପରିସ୍ଥିତିରେ ତୁମ ନାମର ଧନ୍ୟବାଦ, ଗୌରବ, ପ୍ରଶଂସା କରୁଅଛୁ। ପ୍ରଭୁ, ଆଜି ପରି ଏକ ଉପାସନାର ଦିନ, ଆଜି ପରି ଏକ ପ୍ରଭୁ ବିଶେଷ ଦିନରେ ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ତୁମରି ପ୍ରାଙ୍ଗଣ ମଧ୍ୟରେ ଏକତ୍ରିତ ହୋଇ ତୁମରି ଉଦ୍ଦେଶ୍ୟରେ, ତୁମ ନିମନ୍ତେ, ତୁମରି ଗୌରବ ପାଇଁ ବ୍ୟବହୃତ ହେବା ପାଇଁ ସାହାଯ୍ୟ କରିଅଛ। ପ୍ରିୟତମ ପ୍ରଭୁ, ତୁମକୁ ଧନ୍ୟବାଦ କରୁଅଛୁ। ଆଜି ଯେତେ ସମସ୍ତେ ତୁମରି ଲୋକମାନେ ପ୍ରଭୁ ଯୋଗ ଦେଇ ଆମେ ସମସ୍ତେ ପ୍ରଭୁ ଏହି ସ୍ଥାନରେ ତୁମ ଆଡ଼କୁ ଉର୍ଦ୍ଧ୍ୱ ଦୃଷ୍ଟି କରିଅଛୁ। ପ୍ରତ୍ୟେକଙ୍କୁ ବହୁଳ ରୂପେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ହୃଦୟ ମନକୁ ପ୍ରଭୁ ତୁମଠାରେ ଆହୁରି ସଜୀବ, ଆହୁରି ଶକ୍ତିଯୁକ୍ତ, ଆହୁରି ପ୍ରଭୁ ତୁମରି ଆତ୍ମାରେ ପରିପୂର୍ଣ୍ଣ କରି ତୁମରି ଉଦ୍ଦେଶ୍ୟରେ ଆମେ ସମସ୍ତଙ୍କୁ ବ୍ୟବହାର କର। ଆମଠାରେ ଥିବା ଦୁର୍ବଳ ବିଷୟ ଗୁଡ଼ିକ ପ୍ରଭୁ ତୁମେ ଦୂର କର। ତୁମରି ପବିତ୍ର ଉପସ୍ଥିତି ଆମେ ପ୍ରତ୍ୟେକଙ୍କୁ ଶକ୍ତିଯୁକ୍ତ କରି ପ୍ରଭୁ ତୁମରି ଗୌରବ ପାଇଁ ବ୍ୟବହାର କରୁ ବୋଲି ପ୍ରାର୍ଥନା କରୁଅଛୁ। ପ୍ରଭୁ, ଯେତେ ସମସ୍ତେ ତୁମରି ଲୋକମାନେ ମଣ୍ଡଳୀ ତୁମ ନିକଟକୁ ଆସିଛନ୍ତି ପ୍ରଭୁ, ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯିଏ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଭୁ ଆସିଛନ୍ତି, ଯାହାର ଯାହା ଯାହା ଆବଶ୍ୟକତା ନେଇ ଆସିଛନ୍ତି ପ୍ରଭୁ, ପ୍ରତ୍ୟେକଙ୍କର ମନୋବାଞ୍ଛା ପୂର୍ଣ୍ଣ କର। ତୁମରି ଶାନ୍ତି, ସୁସ୍ଥତା, ମଙ୍ଗଳ ପ୍ରତ୍ୟେକଙ୍କ ଜୀବନରେ ପ୍ରଦାନ କର। ପ୍ରଭୁ, ତୁମେ ସାହାଯ୍ୟ କର। ପ୍ରଭୁ, ଆମେ ଧନ୍ୟବାଦ ଦେଉଛୁ। ଆଜି ପ୍ରଭୁ ମଣ୍ଡଳୀ ପ୍ରଭୁ ତୁମ ନିକଟକୁ ଦୌଡ଼ି ଆସିଛନ୍ତି। ପ୍ରଭୁ, ସେଇ ଆଗ୍ରହ, ସେଇ ଇଚ୍ଛା ଶକ୍ତି, ତୁମ ପ୍ରତି ସେଇ ମନ ପ୍ରତ୍ୟେକଙ୍କୁ ଦେଇଅଛ। ପ୍ରଭୁ, ତୁମକୁ ଧନ୍ୟବାଦ ଦେଉଛୁ। ପ୍ରତ୍ୟେକଙ୍କ ପରିବାରରେ ସୁସ୍ଥ ଶାନ୍ତି ରଖ। ପ୍ରତ୍ୟେକଙ୍କର ଜୀବନରେ ତୁମଠାରେ ପ୍ରଭୁ ସୁରକ୍ଷିତ ଭାବ ରହିବା ସହିତ ଆହୁରି ବିଶ୍ୱାସପୂର୍ଣ୍ଣ ଜୀବନ କାଟୁ କାଟୁ ପ୍ରଭୁ ତୁମ ନିମନ୍ତେ ବଞ୍ଚିବା ପାଇଁ ପ୍ରଭୁ ସାହାଯ୍ୟ କର। ଆମେ ଧନ୍ୟବାଦ ଦେଉଛୁ ରାଜା, ଆମମାନଙ୍କର ଏହି ସ୍ଥାନୀୟ ମଣ୍ଡଳୀର ପ୍ରଭୁ ଯେଉଁ ମହିଳା ସମିତି ଆଉ ସେମାନଙ୍କର ସମସ୍ତ ଅପ୍ରଭୁ ଦାନରୁ ପ୍ରଭୁ ଭୋଜ ନିମନ୍ତେ ଯେଉଁ ଅପ୍ରଭୁ ବସ୍ତ୍ରର ଆବଶ୍ୟକତା ଥିଲା ଏବଂ ପ୍ରଭୁ ଏହି ପୁଲପିଟ୍ର ଟେବୁଲ ନିମନ୍ତେ ଯେଉଁ ବସ୍ତ୍ରର ଆବଶ୍ୟକତା ଥିଲା ତାହା ମଧ୍ୟ ସେମାନେ ପ୍ରଭୁ ଦାନ କରିଛନ୍ତି। ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ। ସେହି ମହିଳା ସମିତିକୁ, ସମସ୍ତ ମାଆ ମାନଙ୍କୁ ଆହୁରି ବହୁଳ ରୂପେ ଆଶୀର୍ବାଦ କର। ଯେପରି ପ୍ରଭୁ ଏହି ବିଶେଷ କାର୍ଯ୍ୟ ଗୁଡ଼ିକରେ ସେମାନେ ମଧ୍ୟ ପ୍ରଭୁ ସହଯୋଗ କରୁ କରୁ ପ୍ରଭୁ ଆମେ ସମସ୍ତେ ତୁମରି ପ୍ରଶଂସାର କାରଣ ହେବା। ପ୍ରଭୁ ସାହାଯ୍ୟ କର। ଆଜି ପ୍ରଭୁ ଆମେ ବିଶେଷ କରି ଆଜିର ଉପାସନାରେ ତୁମଠାରେ ନିଜ ନିଜକୁ ସମର୍ପଣ କରୁଅଛୁ। ଯେତେ ସମୟ ଆମେ ବସିବୁ, ପବିତ୍ର ଆତ୍ମା ପରମେଶ୍ୱର ତୁମରି ପବିତ୍ର ଉପସ୍ଥିତି ଦେଇ ଆମେ ସମସ୍ତଙ୍କୁ ତୁମେ ବ୍ୟବହାର କର। ମହିମା, ପ୍ରଶଂସା, ଗୌରବ ତୁମରି ହେଉ। ଏହି ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍। ହାଲେଲୁୟା, ହାଲେଲୁୟା। ଆସନ୍ତୁ ଏହି ସମୟରେ ଆମେ ପ୍ରଭୁଙ୍କ ଗୌରବ ପାଇଁ ଗୋଟେ ଗୀତ ବୋଲିବା। ଉପାସନା ଗୀତ ବହି ତାର 113 ପୃଷ୍ଠା। ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ, ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ। ସମସ୍ତେ ଆମେ ଠିଆ ହେଇଯିବା ଏବଂ ପ୍ରଭୁଙ୍କ ଗୌରବ ପାଇଁ ଗୀତ ବୋଲିବା। ଗୀତ ପରେ ପରେ ଗୀତ ସଂହିତାରୁ ଆମେ ଉତ୍ତର ପ୍ରତ୍ୟୁତ୍ତର କରି ପାଠ କରିବା। ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ, ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ। ପ୍ରଭୁ
ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାର, ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ। ପ୍ରଭୁ ଯୀଶୁ ନାମ ସେହି ସିନା ଜଗତର ପତିତ ପାବନ, ଜଗଜ୍ୟୋତି ଦୀନ ବନ୍ଧୁ କୃପାରେ ମହାନ। ପ୍ରଭୁ ଯୀଶୁ ନାମ ପ୍ରେମମୟ ସ୍ୱୟଂ ସେ ଯୀଶୁ ସନାତନ, ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ। ପ୍ରଭୁ ଯୀଶୁ ନାମ କି କୋମଳ କି ମଧୁର ତାଙ୍କର ବଚନ, ନିରାଶ ପାପୀଙ୍କୁ ଲାଗେ ଅମୃତ ସମାନ। ପ୍ରଭୁ ଯୀଶୁ ନାମ କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ, କି ଐଶ୍ୱର୍ଯ୍ୟ ତେଜ ଶକ୍ତି କଲେ ପ୍ରକାଶ। ପ୍ରଭୁ ଯୀଶୁ ନାମ ବୋଲୋ ଧନ୍ୟ 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 ସେ ଯୀଶୁଙ୍କ ନାମ। ଧର୍ମ 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 ବୋଲି କର ପ୍ରକାଶ। ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ, ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ। ପ୍ରଭୁ ଯୀଶୁ ନାମ। এই ସମୟରେ ଆମେ ଗୀତ ସଂହିତା 119 ଗୀତ 97 ପଦରୁ 104 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ଗୀତ ସଂହିତା 119 ଗୀତ 97 ପଦରୁ 104 ପଦ ପର୍ଯ୍ୟନ୍ତ। ମୁଁ ପ୍ରଥମ ପଦ ପଢ଼ିବି, ମଣ୍ଡଳୀ ସମସ୍ତେ ମିଶି ଦ୍ୱିତୀୟ ପଦ ପାଠ କରିବେ। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ, ତାହା ଦିନଯାକ ମୋହର ଧ୍ୟାନ। ତୁମ୍ଭ ଆଜ୍ଞା ସବୁ ମୋତେ ମୋ ଶତ୍ରୁଗଣ ଠାରୁ ଅଧିକ ଜ୍ଞାନବାନ କରେ, କାରଣ ତାହା ସବୁ ନିରନ୍ତର ମୋ ସଙ୍ଗେ ଥାଏ। ମୋହର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ, କାରଣ ତୁମ୍ଭର ପ୍ରମାଣ ବାକ୍ୟ ସବୁ ମୋହର ଧ୍ୟାନ। ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇ ଅଛି। ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇନାହିଁ, କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ। ମୋ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର, ହଁ ମୋ ମୁଖକୁ ତାହା ମଧୁ ଅପେକ୍ଷା ମଧୁର। ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧିପ୍ରାପ୍ତ ହୁଏ, ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟା ପଥ ଘୃଣା କରେ। ଧନ୍ୟବାଦ। ମଣ୍ଡଳୀ ସମସ୍ତେ ବସିଯିବା। ଏହି ସମୟରେ ଆଜିର ଧ୍ୟାନ ନିମନ୍ତେ ପ୍ରଭୁଙ୍କ ବାକ୍ୟରୁ ଆମେ ପାଠ କରିବା। ମାଥ୍ୟୁ ଲିଖିତ ସୁସମାଚାର 18 ପର୍ବ ତାର ପ୍ରଥମ ପଦ ଠାରୁ 5 ପଦ ପର୍ଯ୍ୟନ୍ତ। ମାଥ୍ୟୁ 18 ପର୍ବ ପ୍ରଥମ ପଦରୁ 5 ପଦ ଯାଏ। ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ଆଉ ଯେ କେହି ମୋ ନାମରେ ଏହି ପ୍ରକାର ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ଆମେନ୍। ଧନ୍ୟବାଦ। ପ୍ରଭୁ ଏହି ପଠିତ ବାକ୍ୟ ମଧ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଆମେ ସମସ୍ତେ ଗୋଟେ ଗୀତ ଗାଇବା। ତ ମୁଁ ଅନୁରୋଧ କରିବି ଆମମାନଙ୍କର ମାଆ ମାନେ ସମ୍ମୁଖକୁ ଆସିବେ। ସେମାନେ ଠିଆ ହେଇକି ଜାଣିଥିବା ଗୀତ ଗୋଟେ ଗାଇବେ, ସମସ୍ତେ ଜାଣିଥିବା ଗୀତ। ସେମାନେ ଗୀତ ଗାଉଥିବା ସମୟରେ ଆମମାନେ ଉଚ୍ଚ କଣ୍ଠରେ ଗୀତ ଗାନ କରୁ କରୁ ଆଣିଥିବା ନୈବେଦ୍ୟ ଆମମାନେ ଉତ୍ସର୍ଗ କରିବା। ଦାନ ସଂଗ୍ରହ ପରେ ପରେ ଆମମାନଙ୍କର ମଣ୍ଡଳୀର ସମ୍ପାଦକ ସେ ଆସିବେ, ବିଜ୍ଞାପନ ଆଦି କର୍ମ ଜଣାଇବେ ଏବଂ ଦାନ ପାଇଁ, ବାକ୍ୟ ପାଇଁ ଏବଂ ମଣ୍ଡଳୀ ପାଇଁ ପ୍ରାର୍ଥନା ଉତ୍ସର୍ଗ କରିବେ। मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना। यीशु दया का बेटा सागर, यीशु दया का बेटा सागर, यीशु है दाता महान, यीशु है दाता महान। बोलो मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना। चरण में तूने जन्म लिया, इस चरण में तूने जन्म लिया, इस सूली पे किया विश्राम, सूली पर किया विश्राम। मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना। हम पर भी कृपा करना, हम पर भी कृपा करना, हमें पापी नादान, हमें पापी नादान। मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना। हम सबके पापों को मिटाने, हम सबके पापों को मिटाने, यीशु हुआ बलिदान, यीशु हुआ बलिदान। मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना। क्रूस पर अपना खून बहाया, क्रूस पर अपना खून बहाया, सारा चुकाया दाम, सारा चुकाया दाम। मुक्ति दिलाए सुना, शांति दिलाए सुना, मुक्ति दिलाए सुना, शांति दिलाए सुना।
ଏତେ ଉଚ୍ଚା ହେଇଯାଉଛି। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା ସହିତ ଉପସ୍ଥିତ ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଉଛି। ସମସ୍ତଙ୍କୁ ନମସ୍କାର। ସେମାନଙ୍କ ଗୀତ ପାଇଁ ତାଙ୍କ ପାଇଁ ଗୁଡ଼ିକୁ ଜୋରଜାର କରତାଳି ହେଇଯାଉ। ଆଜି ଯେଉଁ ସମିତି ସେମାନଙ୍କର ଅର୍ଥରୁ ସାମ୍ନାରେ ଯେଉଁ ଦେଖୁଛନ୍ତି ଏଇଟା ବି ମା ମାନଙ୍କର ପଇସାରୁ ଆଣିକି ଦେଇଛନ୍ତି। କୁମାରୀ ପାଣି ଭଉଣୀ ଆଜି ବି 100 ଟଙ୍କା ଦେଇଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା ସ୍ମରଣ କରାଯିବ। ଦୀପୁ ଭାଇ ମଧ୍ୟ ମାସିକ ଚାନ୍ଦା 100 ଟଙ୍କା ଦେଇଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା ସ୍ମରଣ କରାଯିବ। ମଲ୍ଲିକ ମାଉସୀ ମଧ୍ୟ 100 ଟଙ୍କା ଦେଇଛନ୍ତି, ତାଙ୍କ ପାଇଁ ପ୍ରାର୍ଥନା କରାଯିବ। ଏହି ସମୟରେ ମୁଁ ଅନୁରୋଧ କରିବି, ଆମ ମଧ୍ୟରେ ଡିକନ ବାଦଲ ଭାଇ ଅଛନ୍ତି, ଆସିବେ। ଏ କୁମାରୀ ଭଉଣୀ, ଦୀପୁ ଭାଇ, ମଲ୍ଲିକ ମାଉସୀଙ୍କ ପରିବାର ପାଇଁ, ବିଶେଷ କରି ଆମ ପରିବାର ପାଇଁ, ବାକ୍ୟ ପାଇଁ, ଆଜିର ସଂଗୃହୀତ ଦାନ ପାଇଁ ପ୍ରାର୍ଥନା କରିବୁ। ଆସନ୍ତୁ ପ୍ରାର୍ଥନା କରିବେ। ଧନ୍ୟବାଦ 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 ଧନ୍ୟବାଦ। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା ପରମେଶ୍ୱର, ତୁମ ମହାନାମରେ କୋଟି କୋଟି ଧନ୍ୟବାଦ ଧନ୍ୟବାଦ ଦେଉଅଛି। ପୂଜା ପ୍ରଶଂସା ଗୌରବ ପାଇବାର ଏକମାତ୍ର ପିତା ତୁମେ, ତୁମ ମହାନାମରେ ଧନ୍ୟବାଦ ଦେଉଅଛି। ଆଜି ପବିତ୍ର ବିଶ୍ରାମ ବାରରେ ତୁମେ ଆମ ଯେତେ ଜଣକୁ ଆକର୍ଷିତ କରି ଏ ଗୃହକୁ ଆଣିଛ, ସମସ୍ତଙ୍କର ତୁମେ ଆଶୀର୍ବାଦ କର, ସମସ୍ତଙ୍କର ମନୋବାଞ୍ଛା ତୁମେ ପୂର୍ଣ୍ଣ କର। ପ୍ରଭୁ, ଯେଉଁମାନେ ଆସିପାରିନାହାନ୍ତି ପ୍ରଭୁ, ସେମାନଙ୍କର ଯଦି ସେମାନେ ଅସୁସ୍ଥତା ଯୋଗୁଁ ଆସିନାହାନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯଦି କୌଣସି କାର୍ଯ୍ୟ ବ୍ୟସ୍ତତାରୁ ଆସିପାରିନାହାନ୍ତି, ସେମାନଙ୍କର ତୁମେ କାର୍ଯ୍ୟ ସମାଧାନ କର। ଆଉ ପ୍ରଭୁ, ଯଦି ଅବହେଳାରୁ ଆସିନାହାନ୍ତି, ତେବେ ସେମାନଙ୍କ ହୃଦୟରେ କାର୍ଯ୍ୟ କର, ଯେପରି ଆଗାମୀ ଦିନମାନଙ୍କରେ ସେମାନେ ଉଦ୍ୟୋଗୀ ହେବେ ଆଉ ଏ ଗୃହ ପରିପୂର୍ଣ୍ଣ ହେବ, ସେହିପରି ଦୟା କର। ଆଜିର ସଂଗୃହୀତ ନୈବେଦ୍ୟ ଉପରେ ଆଶୀର୍ବାଦ କର, ତୁମେ ତାହା ଅନୁଗ୍ରହ କର, ତାହା ଯେପରି ତୁମର ରାଜ୍ୟର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହୋଇପାରିବ, ସେହିପରି ଅନୁଗ୍ରହ କର। ଆଜିର ବିଶେଷ ଦାନ କୁମାରୀ ଭଉଣୀ, ମଲ୍ଲିକ ଭଉଣୀ, ଦୀପୁ ଭାଇ ମାନଙ୍କୁ ଯେଉଁ ଆଶା ଆକାଂକ୍ଷା ନେଇ ପ୍ରଭୁ ଏ ଦାନ ଦେଇଛନ୍ତି, ତୁମେ ତାହା ପୂରଣ କର, ତୁମେ ସେମାନଙ୍କୁ ଆଶୀର୍ବାଦ କର। ପ୍ରଭୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମର ଉପସ୍ଥିତି ଅନୁଭବ କରିବାକୁ ଦିଅ। ଆଜିର ବକ୍ତାଙ୍କୁ ଶକ୍ତିଯୁକ୍ତ କର। ସେ ଯେଉଁ ବାକ୍ୟ ନେଇ ଆସିଛନ୍ତି, ସେ ବାକ୍ୟକୁ ଯେପରି ଆମେ ବୁଝିପାରିବୁ ଏବଂ ତାକୁ କାର୍ଯ୍ୟରେ ଲଗାଇ ପାରିବୁ, ସେହିପରି ତୁମେ ଅନୁଗ୍ରହ କର। ପ୍ରଭୁ, ଏ ଜଗତରେ ଶାନ୍ତି ଦିଅ। ପ୍ରଭୁ, ଏ ଦେଶରେ ଶାନ୍ତି ଦିଅ। ପ୍ରଭୁ, ଏ ରାଜ୍ୟରେ ଶାନ୍ତି ଦିଅ। ବିଶେଷ କରି ଆମ ଏହି ସହରରେ ଶାନ୍ତି ଦିଅ ଏବଂ ଆମ ମଣ୍ଡଳୀ ଗୁଡ଼ିକରେ ଶାନ୍ତି ଦିଅ। ପ୍ରଭୁ, ଆମେ ଯେପରି ପରସ୍ପର ସହିତ ପ୍ରେମରେ ବାସ କରିପାରିବୁ, ସେହିପରି ଅନୁଗ୍ରହ କର। ପ୍ରଭୁ, ଆମର ମଣ୍ଡଳୀର ପ୍ରତ୍ୟେକ ପରିବାର ନିମନ୍ତେ ପ୍ରାର୍ଥନା କରୁଅଛି। ପ୍ରତ୍ୟେକ ପରିବାରକୁ ବହୁଳ ରୂପେ ଆଶୀର୍ବାଦ କର। ପ୍ରତ୍ୟେକ ପରିବାରର ସାନଠାରୁ ବଡ଼ ପର୍ଯ୍ୟନ୍ତ ଯେତେ ସଭ୍ୟା ଅଛନ୍ତି, ସମସ୍ତଙ୍କୁ ତୁମେ ଅନୁଗ୍ରହ କର, ଦୟା କର, ସୁରକ୍ଷା ଦିଅ, ସମସ୍ତ ବିପଦ ଆପଦରୁ ରକ୍ଷା କର। ପ୍ରଭୁ, ତୁମ ଅନୁଗ୍ରହ ସଦାସର୍ବଦା ଆମ ଉପରେ ବର୍ତ୍ତୁ। ପ୍ରଭୁ, ସମସ୍ତ ଗୌରବ ତୁମକୁ ଦେଇ ଏ ଛୋଟ ନିବେଦନ ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନାମରେ ମାଗୁଅଛି। ଆମେନ୍।
ହାଲେଲୁୟା ହାଲେଲୁୟା ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଏହି ବିଶେଷ ଉପାସନାରେ ଆମେ ପ୍ରତ୍ୟେକଙ୍କୁ ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ଦେଇଛନ୍ତି। ଖରାର ଉତ୍ତାପ ହୁଏତ ଅତି କଷ୍ଟକର, ତଥାପି ପ୍ରଭୁଙ୍କ ନିମନ୍ତେ ଯେଉଁମାନେ କ୍ଷୁଧିତ ତୃଷିତ, କୌଣସି ଖରାର ଉତ୍ତାପ ସେମାନଙ୍କୁ ବାଧା ଦେଇପାରିବ ନାହିଁ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଜିର ଚିନ୍ତା ନିମନ୍ତେ ଯେଉଁ ଅଂଶଟି ଆମେ ପାଠ କରିଅଛୁ, ଯଦି ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଏହି ଜଗତରେ ଆମେ ଜୀବନ ଯାପନ କରୁଅଛୁ, ତେବେ ବିଶ୍ୱାସୀର ପ୍ରଥମ ଏବଂ ମୂଳ ଲକ୍ଷ୍ୟ ହେଉଛି ଯେ ଆମେ ସମସ୍ତେ ଦିନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ସ୍ୱର୍ଗ ରାଜ୍ୟ ନିମନ୍ତେ ସେମାନେ ପ୍ରସ୍ତୁତ ହୁଅନ୍ତି। ଏହି ଦିନମାନଙ୍କରେ ସେହି ସ୍ୱର୍ଗ ପାଇଁ ଆମେ ପ୍ରସ୍ତୁତ ହେଉଅଛୁ। ଆମେ କେବଳ ଆସୁଛୁ ଗିର୍ଜା ଯିବା, ପୁଣି ଗିର୍ଜା ଆସିବା, ସେତିକିରେ ଆମମାନଙ୍କର ବିଶ୍ୱାସ ସୀମିତ ନୁହେଁ। ଆମର ବିଶ୍ୱାସ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବିଛି। ଆମେ ଯଦି ସେହି ବିଶ୍ୱାସରେ ରହିବା, ନିଶ୍ଚିତ ଆମେ ଦିନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ପାରିବା, ସ୍ୱର୍ଗ ରାଜ୍ୟର ଅଧିକାରୀ ହେବାକୁ ପାରିବା, ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇବାକୁ ପାରିବା। ତ ନିଶ୍ଚିତ ଆମମାନଙ୍କର ଯେଉଁ ମନୋଭାବ ନେଇ ଏ ଜଗତ ମଧ୍ୟରେ ଆମେ ଯାଉଛୁ, ତ ସେଇଭଳି ବିଷୟ ଆମମାନେ ଦିନେ ଶିଷ୍ୟମାନଙ୍କ ଠାରୁ ଆମେ ଶୁଣିବାକୁ ପାରୁଛୁ। ସେମାନଙ୍କର ବିଶ୍ୱାସ ମଧ୍ୟ ଥିଲା, ପ୍ରଭୁ ଯୀଶୁ ସେମାନଙ୍କୁ ଶିକ୍ଷା ଦେଉ ଦେଉ ଅନେକ ଗୁଡ଼ିଏ ବିଷୟ ଶିକ୍ଷା ଦେଉଥିଲେ। ଯୀଶୁଙ୍କର ପ୍ରଥମ ଓ ପ୍ରଧାନ ଶିକ୍ଷା ଥିଲା ସ୍ୱର୍ଗ ରାଜ୍ୟ ସନ୍ନିକଟ। ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ତ ପ୍ରଭୁ ଯୀଶୁ ବିଭିନ୍ନ ସ୍ଥାନରେ ଶିକ୍ଷା ଦେଉ ଦେଉ ସେ ଏଭଳି ବିଷୟ ମଧ୍ୟ କହିଛନ୍ତି, ତୁମାନେ ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଏସବୁ ମଧ୍ୟ ତୁମମାନଙ୍କୁ ଦିଆଯିବ। ଯେଉଁମାନେ ଜଗତରେ କ'ଣ ଖାଇବା, କ'ଣ ପିନ୍ଧିବା, କେଉଁ ସ୍ଥାନରେ ରହିବା, ଏ ସମସ୍ତ ବିଷୟ ଭଳି ନିଜ ନିଜ ନିମନ୍ତେ ଚିନ୍ତା କରନ୍ତି, ସେମାନଙ୍କ ପାଇଁ ପ୍ରଭୁ ଜଣେଇ ଦେଉଛନ୍ତି ଯେ ପ୍ରଥମେ ଯେତେବେଳେ ତୁମେମାନେ ଈଶ୍ୱରଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରିବ, ଆଜି ଏହି ଜଗତ ମଧ୍ୟରେ ଯାହା ଯାହା ପ୍ରୟୋଜନୀୟ ଆବଶ୍ୟକ ସବୁ ବିଷୟ ସଦାପ୍ରଭୁ ତୁମମାନଙ୍କୁ ଯୋଗାଇବେ। ଆକାଶର ପକ୍ଷୀମାନେ ସେମାନେ ବୁଣନ୍ତି ନାହିଁ, କି କାଟନ୍ତି ନାହିଁ, କି ଅମାରରେ ସଞ୍ଚୟ କରି ରଖନ୍ତି ନାହିଁ। ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସେ ପକ୍ଷୀମାନଙ୍କୁ ପ୍ରଭୁ ଖାଦ୍ୟ ଯୋଗାନ୍ତି। ତ ମନୁଷ୍ୟ କି ପକ୍ଷୀମାନଙ୍କ ଠାରୁ ଶ୍ରେଷ୍ଠ ନୁହେଁ? ତେଣୁ ଏ ଜଗତର ବିଷୟରେ ବ୍ୟତିବ୍ୟସ୍ତ ନ ହୋଇ ଆମେ ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରୁ। ଯେତେବେଳେ ପ୍ରଭୁ ଯୀଶୁ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟରେ ସର୍ବଦା ଶିଷ୍ୟମାନଙ୍କୁ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ, ସେହି ସମୟରେ ଶିଷ୍ୟମାନେ ସେହି ବିଷୟ ଶିଖୁ ଶିଖୁ, ସେହି ବିଷୟ ଶୁଣୁ ଶୁଣୁ ସେମାନଙ୍କ ମନ ମଧ୍ୟରେ ଏପରି କିଛି ବିଷୟ ମଧ୍ୟ ଚିନ୍ତା ଆସିଲା, ଯାହାକି ଆଜିର ଅଂଶର ପ୍ରଥମ ପଦରେ ଆମେ ଦେଖୁଛୁ। ଶିଷ୍ୟମାନେ ଯୀଶୁଙ୍କୁ ପଚାରୁଛନ୍ତି। ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ଏ ଜଗତରେ ବିଶ୍ୱାସୀ ଭାବରେ ଯେତେ ଲୋକ ଆମେ ବସବାସ କରୁଅଛୁ, ହୁଏତ ସ୍ୱର୍ଗ ସମ୍ବନ୍ଧୀୟ ସମସ୍ତଙ୍କର ଧ୍ୟାନ ଆଉ ଚିନ୍ତା ରହିଛି। ଆମେ ଦିନେ ସ୍ୱର୍ଗରେ ପ୍ରଭୁଙ୍କ ସହିତରେ ଆମେ ବାସ କରିବା, କିନ୍ତୁ ଏହି ସମସ୍ତ ସ୍ୱର୍ଗୀୟ ବିଷୟ ଚିନ୍ତା କରୁ କରୁ ତା ମଧ୍ୟରେ ଜଗତର ବିଷୟ, ଜଗତର ଚିନ୍ତାଧାରା, ଜଗତର ଭାବନା, ଏ ସମସ୍ତ ବିଷୟ ମଧ୍ୟରେ ସେମାନେ ସ୍ୱର୍ଗୀୟ ବିଷୟ ଆଉ ଜଗତର ଚିନ୍ତାର ବିଷୟକୁ ମଧ୍ୟ ସେମାନେ ଯୋଡ଼ି ଦେଉଛନ୍ତି। ଏ ଜଗତର ଚିନ୍ତାଧାରା କ'ଣ? ଏ ଜଗତରେ ଆମେ ଟିକେ ସବୁଠାରୁ ଭଲ ପୋଜିସନରେ ରହିବା। ଏ ଜଗତରେ ଆମେ ସବୁବେଳେ କହୁ, ମୁଁ ଟିକେ ଉଚ୍ଚ ପଦବୀରେ ରହିବି। ଏ ଜଗତରେ ଆମେ କହୁ ଯେ ମୁଁ ଯାହା କହିବି ସେଇଟା ଲୋକମାନେ ଶୁଣନ୍ତୁ। ଏ ଜଗତରେ ଆମେ କହୁ, ମୁଁ କେମିତି ଟିକେ ଭଲ, ସବୁ ବିଷୟରେ ମୁଁ ସୁବିଧା ହେଇଯିବି। ଆମେ ଅନେକ ବିଷୟରେ ଏ ଜଗତରେ ସବୁଠାରୁ ବଡ଼ 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 ହେବା ବିଷୟ ଆମେ ଦେଖୁ। କେହି ଆମେ କହିନଥାଉ ଯେ ଆମେ ଏ ଜଗତ ମଧ୍ୟରେ ଟିକେ ଆମେ ଛୋଟ ହେଇଯିବୁ। ଯଦି ଜଣେ କୌଣସି ଗୋଟେ ଜାଗାରେ ଚାକିରି କରୁଛି, ଏ ଚାକିରି କରୁଥିବା ସମୟରେ ମଧ୍ୟ ସେ କହିବ, ମୋର କେମିତି ଟିକେ ପ୍ରମୋସନ୍ ଆସିଯାଆନ୍ତେ କି। ଯଦି କୌଣସି ଗୋଟେ ଜାଗାରେ
से तांकर पाठ पढ़ुची से पाठ पढ़ुवा समय मध्य से जेतिकी पढ़ुची ताठारु आउ किछि उच्च शिक्षा निमंते से चेष्टा करुची आउ से उच्च शिक्षा पाई ट्राई करुची। ए होची मनुष्यर स्वभाव मनुष्यर चिंताधारा से सब बेले से आउ टिके बड़ भल पोजिशन से पाइब। तेणु शिष्य माने एई जो चिंताधारा को नहीं कि से माने जेतेबेले से माने जगत रे बंचुथिले से चिंताधारा मध्य रे प्रभु जीशु जगत को आसिले आउ सेई स्थान रे आउ प्रभु जीशु स्वर्गीय विषय से माननकु घोषणा करूछंती। स्वर्ग राज्य रे प्रवेश करिवो, स्वर्ग राज्य रे तुमे स्थान पाइबो, स्वर्ग राज्य रे तुमे आउ मो सहित रे रहिबो। अनेक विषय जेतेबेले प्रभु जीशु शिक्षा दउछंती से शिक्षा शुणु शुणु ए जागतिक चिंताधारा को आउ स्वर्ग राज्य रे विषय को से माने जोड़ी देउछंती एवं से माने एई कथा पचारुछंती प्रभु स्वर्ग राज्य रे किए श्रेष्ठ कहबा को गले आमे ए जगतर चिंताधारा को नहीं जे प्रकार भाव रे ए जगत रे बसवास करूछु सेई चिंताधारा को नहीं आमे स्वर्ग राज्य रे प्रवेश करि परिबा नाही। जगतर चिंताधारा स्वर्ग राज्य रे चिंताधारा संपूर्ण अलगा। आमे ए जगतर चिंताधारा जो प्रकार भावना जो प्रकार चिंताधारा नहीं आमे ए जगत रे बसवास करूछु बंची अछु स्वर्ग राज्य रे चिंताधारा संपूर्ण अलगा अटे। तेणु प्रभु जीशु जेतेबेले एई विषयटी शुणुछंती जे स्वर्ग राज्य रे किए श्रेष्ठ साधु पाउल गोटे सुंदर विषय शिक्षा देउछंती। आमे जो स्वर्ग निमंते ए जगत रे प्रस्तुत होउछु से स्वर्ग को प्रस्तुत हेबा निमंते आमानकु कोन करिबा दरकार। सेतिपाई फिलिपियो तार 2 पर्व तार 5 पदरे साधु पाउल कहउछंती प्रभु जीशु ख्रीष्टंकर जेपरि मन थिला तुम्भ मानकर सेपरि मन हेउ। प्रभु जीशुंकर जेपरि मन थिला तुम मानकर मद सेपरि मन हेउ। आज आम माने ए जगतर मन को धरी जदि आम माने सेई मन नहीं कि स्वर्ग राज्य मध्य पहुंची जीवा बोली कहू हुए तो आम माने कौनसी प्रकार भाव रे आमे पहुंची परिबा नाही। आमानकर चिंताधारा आमानकर मनोभाव को जीशुंकर मनोभाव रे आमानकु बदलैबा को हेबो चेंज करिबा को हेबो। जे पर्यंत आमे जीशुंकर मनोभाव रे बदलैबा नाही केवल आमे एइठी ही ए समस्त दिन गुड़िक अतिक्रम करुथिबा। सेतिपाई प्रभु जीशु ए जगत मध्य रे जेतेबेले प्रभु जीशु जगत को आसिले ए जगत को आसीबा परे ए जगत रे की प्रकार भाव रे आचरण कले स्वर्ग राज्य रे श्रेष्ठ हुवंती से विषय प्रभु जीशु निज जीवन द्वारा से जणाई देउछंती। जदि आमने फिलिपी पुस्तक टिके पढ़िबा का पाखरे टिके बाइबल अछि आउ पढ़िबे फिलिपियो तार 2 पर्व आउ 6 पदरु टिके पढ़िबे। से ईश्वर रूपी हेले हैं हाँ हाँ तो एठी आमे देखुचु जे प्रभु जीशु ईश्वर रूपी हेले हैं ईश्वर सहित समान हो रहिबा निज निमंते से धरी रखिले नाही। से जेतेबेले ईश्वर संगरे थिले जहांक द्वारा समस्त विषय सृष्टि हैला किंतु से जेतेबेले जगत को आसुचंती जगत रे स्वर्ग निमंते की प्रकार भाव रे आचरण करिबा को हेबो की प्रकार व्यवहार जीवन काटिबा को हेबो की प्रकार कथावार्ता करिबा को हेबो की प्रकार निजर आचरण को जीवन काटिबा को हेबो ताहा निजर जीवन दे से देखै देउछंती। से ईश्वर रूपी हेले हैं ईश्वर सहित से समान होई रहले नाही। तापरे से मनुष्य सदृश होई दास रूप धारण करी हालेलुया हालेलुया ए होची आमानकर प्रभु जीशु ख्रीष्टंकर आदर्श। से मनुष्य सदृश होई दास रूप धारण करी आपना को शून्य कले आपना को से निज को शून्य करुअछंती। ए जगतर लोक मानक निकटरे स्वर्गीय आदर्श को देखैबा निमंते स्वर्ग राज्य रे के प्रवेश करिवो सेथि निमंते प्रभु जीशु ए जगत मध्य आमान को गोटे आदर्श देखैकी जाइछंती। से मनुष्य सदृश होई दास रूप धारण करी से आपना को शून्य कले। तापरे मनुष्य भाव रे देखा जाई मृत्यु पर्यंत हाँ क्रूस्य मृत्यु पर्यंत आज्ञाबह होई आपना को अवनत कले। संपूर्ण भाव से निज को न्यून करुअछंती
से जदि कही थांते मु तो ईश्वरंकर पुत्र आम द्वारा समग्र जगत सृष्टि हैला मु केमती न्यून हेबे मु केमती छोट हेबे प्रभु जीशु एपरि विषय कले नाही। आजिर एई जगतर चिंताधारा को बदलैबा पाए प्रभु जीशु निजे निजको न्यून करूछंती छोट करूछंती आमे माने मध्य जेपरि निजको छोट करिबा न्यून करिबा एवं स्वर्ग राज्य पाए प्रस्तुत हेबाको पारिबा। तापरे एही कारणरू प्रभु जीशु ए समस्त विषय करिथिबारु ईश्वर ताहांकु अतिशय उन्नत एठी खाली उन्नत नुहे अतिशय उन्नत करिअछंती। तापरे समस्त नाम अपेक्षा सर्व उत्कृष्ट नाम ताहांकु प्रदान करिअछंती। हालेलुया हालेलुया हालेलुया। तापरे टिके पढ जेपरि स्वर्ग मर्त्य ओ पाताल रे थिबा प्रत्येक जानू जीशुंक नाम रे नत हब। ए हेउची प्रभु जीशु ख्रीष्टंकर आदर्श। स्वर्ग राज्य रे किभली भाबरे श्रेष्ठ हेबा प्रभु जीशु निजर जीवन देकी देखेले ए समस्त सकाशु ईश्वर तांको समस्त विषय ठारू अतिशय उन्नत करिअछंती। जे पर्यंत ए जगत मध्य आमे निजको नत करिबा नाही से पर्यंत आमाने प्रभुंक ठारे उन्नत होई परिबा नाही। आमे जदि उन्नत हेबाकू चाहू प्रथमे आमानंको निजको नत करिबाको हेबो। तेणु जेतेबेले से शिष्य माने जीशुंक निकटरे आसी पचारुछंती स्वर्ग राज्य रे किए श्रेष्ठ तो प्रभु जीशु सेमानंको तीन गोटी दृष्टांत देउछंती। जदि आमाने सेही लुक माथ्यू पुस्तक 18 पर्व 3 पद पढ़। प्रभु जीशु कहिले मु तुमानंकु सत्य कहूअछि तुम्भे माने फेरी सान पिला परी न हेले स्वर्ग राज्य रे प्रवेश करि परिबो नाही। आमानंकु फेरिबाको हेबो केउठारु आमानंकर बड़ हेबार चिंताधारा ठारू आमानंकर ए जगतर समस्त विषय रे उन्नत हेबार मनोभाव ठारू मु सबुठु श्रेष्ठ बोली भाबुथिबार मनोभाव ठारू मो कथा हो मु जहाँ कहबी ताहा हो एपरी चिंताधारा ठारू आमानंकु फेरिबाको हेबो। जो पर्यंत आमे फेरी नाहु से पर्यंत एक श्रेष्ठतर स्थान आमे पाई परिबा नाही एक उन्नतर स्थान आमे पाई परिबा नाही। तेणु प्रभु जीशु कहिले तुम माने फेरी ए सान पिला परी न हेले स्वर्ग राज्य रे स्थान पाई परिबो नाही प्रवेश करि परिबो नाही। द्वितीय विषय कहउछंती 4 पद पढ़। अतएव जे केही ए सान पिला परी आपना को नम्र न करे आमे सान पिला परी प्रतिटी मुहूर्त रे निज निज को नम्र करू। नम्र लोक धन्य कारण से माने पृथ्वीर अधिकारी हेबे। नम्र लोक धन्य से माने पृथ्वीर अधिकारी हेबे। एई पृथ्वी रे केउ माने अधिकारी हेबे एई पृथ्वी रे जोर जार मुलकता जार लोक बल अच्छी धन बल अच्छी पावर बल अच्छी जार टिके ताकत अच्छी एठी से माने बड़ बड़ स्थान पाइबे अधिकार पाइबे से माननकु आउ हटेइबा पाई केही मध्य सुजोग पाई परिबे नाही। तो ये पृथ्वी रे एई प्रकार लोक माने स्थान पाइबे किंतु नम्र लोक माने केउ स्थान रे केउठारे स्थान पाइबे से माने नूतन आकाश मंडल नूतन पृथ्वी। हालेलुया हालेलुया। जो स्थान रे राग नाही हिंसा नाही कलह नाही विवाद नाही कौनसी स्थान रे ता प्रति गोटे ईर्षा आ प्रति क्रोध ता प्रति प्रतिशोध ए सबु विषय नथिबो एपरि एक नूतन आकाश मंडल नूतन पृथ्वी रे से माने स्थान पाइबे। ए हेउची गोटे नम्रतार लोक जो माने निज निज को नम्र करंती जो माने सेही प्रकार निज को नम्र करिवे से माने स्वर्ग राज्य रे स्थान पाइबे। जदि आमने जिसा पुस्तक पढ़िबा जिसा तार 57 पर्व 15 पद जणे के पढ़िबे तो एई स्थान रे जिसा भविष्य वक्ता गोटे सुंदर विषय लिखुचंती जे अनंत काल निवासी जहाँकर नाम धर्ममय सही उच्च व उन्नत पुरुष एई कथा कहंती
आम्भे ऊर्ध्व ओ पवित्र स्थान रे बास करू। सदा प्रभु ऊर्ध्वरे ओ पवित्र स्थान रे बास करती। तापरे मध्य नम्र लोक मानकर आत्मा को सजीव ओ चूर्णमना लोक मानकर अंतकरण को पवित्र करिबा पाए आमे चूर्ण व नम्र मना लोक मानक संगरे बास करू। हालेलुया हालेलुया। सदा प्रभु परमेश्वर जो माने निजको नम्र व चूर्ण करती सेही मानक संगरे बास करिवे। जो माने ए जगतर समस्त अहं गर्व धरी बसवास करिवे सेमानकर कौनसी विषय रे प्रभु सेमानकर प्रार्थना शुणिबे नाही कि प्रभु सेमानक संगरे रहिबे नाही। आमे दी जण प्रार्थना करिवार विषय शुणु। दुई जण प्रार्थना करने को गले जड़े मंदिर मध्य भाग को जाई से प्रार्थना कर प्रभु मु सप्ताह रे 2 थर उपवास करुअछि मोर आउ दशमांश प्रभु मु तुमको दान करुअछि प्रभु मु एहा करुअछि ताहा करुअछि ताहा करुअछि एपरिकी सही करग्राही परि सुधा नुहे। किंतु करग्राही रो प्रार्थना कौन थिला? करग्राही मंदिर मध्य पार्श्व को जीवाकू सुधा से साहस कले नाही। मंदिर शेष भाग आंठे पड़ी से छाती रे मारी ही प्रार्थना करुछंती प्रभु मु पापी मते क्षमा कर। प्रभु जीशु कहले एही व्यक्तिर प्रार्थना नुहे किंतु सही व्यक्तिर प्रार्थना ग्रहण करागला ईश्वर निकट में पहुँची अच्छी। आज आमर यहीपरि एक ख्रीष्ट विश्वासी जीवन में जेतेबेले आमने नम्र न करू हुए तो प्रभु आम संगरे रही पारिबे नाही। आमानकर प्रार्थना शुणिबे नाही। प्रभु आमानको स्वर्ग राज्य रे मध्य स्थान देबे नाही। स्वर्ग राज्य रे स्थान पाइबाकू हेले सान पिला परि आपना को नम्र करिबाकू हेबो। तृतीय विषय लेखा अछि जदि आमने 5 पद पढ़िबा न जे केही मो नाम रे ए सान पिला को ग्रहण करे आमे सेही भली भाव रे ए जगत मध्य परस्पर को ग्रहण करिवार आवश्यकता अछि। जदि आमने ग्रहण न करू तेबे हुए तो प्रभु मध्य आमान को ग्रहण करिबे नाही। आमे समस्ते अपव्यय पुत्रंकर विषय समस्ते जानू। जेतेबेले से अनुताप करी से फेरिकी आसुचंती बापा बहु दूर मध्य देखिकी तांको चिन्हि देले जे ए होउचंती मोर पुत्र। प्रथमे जेतेबेले पुओ जाउची बापांकर सबु संपत्तिर भाग धरी से राजपुत्र परि जाउची। राजपुत्र टू आउ बड़ बेशरे से जाउची किंतु फेरिबा समय कि प्रकार फेरी आसुची गोटे भिकारी बेशरे। तांकर वस्त्र चिरा खंडिया सबुकिछि नष्ट धाड़ी तोड़ी बाहरी जाइछि। एपरि अवस्था रे फेरी आसुची किंतु बापा कौनसी प्रकार भाव रे तांको चिन्हिबा पाई से भूली गले नाही। से चिन्हिबा पाई कौनसी प्रकार भाव रे से हेला कले नाही। बापा तांकर पुत्र जे प्रकार अवस्था रे फेरी आसीबा बेले मध्य तांकर पुत्र को से चिन्हि पारिले एवं से दूररू देखि कहले एई मोर पुओ फेरी आसिला। से आउ किछि बाट दूर को जाई से तांको निकट को जाई तांको से कुंडेई पकाउची एवं तांको निमंते एक बड़ भोजीर आयोजन करने से तांकर दास मान को कहउछंती। आउ जेतेबेले पुओटी निज गृह को फेरिले पुओ आसिकी घरे प्रवेश कले तांको गृह रे गोटे बड़ भोजीर आयोजन हैला। बापांकर आदेश अनुसार गोटे बड़ भोजीर आयोजन हैला। किंतु बड़ पुओटी जेतेबेले आसिकी ए शब्द शुणुची कौन ए शब्द सेतेबेले तांकर दास माने हुए तो कहिथिबे आपनकर सान भाई फेरी आसीची सेतिपाई बापा ए महाभोज आयोजन करिसंती। सेतेबेले लेखा अछि जे से मंगिला नाही कि गृह भितरे प्रवेश कला नाही। अनेक समय आमे प्रभुंकर लोक बोली जानू आमे प्रभुंकर परिचय लोक बोली आमे कहू आमे ख्रीष्ट विश्वासी बोली कहू किंतु जणे के ही जणे भूल काम करू करू फेरी आसुची आमे तारो फेरी बारे आमे तांको ग्रहण करि पारि न थाओ। आमे सेही प्रकार भाव रे हुए तो तांको जानू से फेरी आसीची बोली कहू सत किंतु आमे परे पछरे कहू ए कौन एमती भूल करि नथिला ए कौन सेमती भूल करि नथिला से करिथिबा भितरिया कथा साको हमें सबु आलोचना करि थाओ।
ଆମେ ସହଜରେ ଗ୍ରହଣ କରିପାରି ନଥାଉ। ତେଣୁ ଏହିପରି ଆମେ ସାନ ପିଲା ପରି ଅନ୍ୟକୁ ଆମେ ଗ୍ରହଣ କରୁ। ଆମେ ସାନ ପିଲାମାନଙ୍କ ମଧ୍ୟରେ ଗୋଟେ କଜିଆ ହେବାର ଦେଖୁ। ପିଲାମାନେ ବେଶୀ କଜିଆ ହୁଅନ୍ତି, ଟିକେ ଟିକେ କଥାରେ ଟିକେ କଜିଆ ହେଇଯାନ୍ତି, ତାପରେ କିଛି ସମୟ ପରେ ପୁନଃ ଖେଳିବାକୁ ଆରମ୍ଭ କରନ୍ତି। ଏ ହେଉଛି ପିଲାମାନଙ୍କର ବୁଦ୍ଧି। କିନ୍ତୁ ଆମେ ବଡ଼ମାନେ ଟିକେ ଯଦି କିଏ କ'ଣ କହିଛି ନ ସୁଝେଇବା ପର୍ଯ୍ୟନ୍ତ ଆମେ ସେ ସବୁ କଥାକୁ ମନେ ରଖିଥାଉ। ତେଣୁ ସାନ ପିଲାଙ୍କୁ ଆମେ ଯେପରି ଭାବରେ ଗ୍ରହଣ କରୁ, ତେବେ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ସେମାନେ ଈଶ୍ୱରଙ୍କୁ ଗ୍ରହଣ କରନ୍ତି। ଆଜି ଆମେ ପରସ୍ପରକୁ ଯେତେବେଳେ ଗ୍ରହଣ କରୁ, ତେବେ ହିଁ ପ୍ରଭୁ ମଧ୍ୟ ଆମମାନଙ୍କୁ ଗ୍ରହଣ କରିବେ। ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ଏଠି ଆମେ 3 ଗୋଟି ବିଷୟ ଦେଖିଲୁ ଯେ ଆମମାନଙ୍କର ଉଚ୍ଚତର ଚିନ୍ତାଧାରାରୁ ଆମମାନଙ୍କୁ ଫେରିବାକୁ ପଡ଼ିବ। ଆମମାନଙ୍କୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନମ୍ର କରିବାକୁ ହେବ। ଆମେ ପରସ୍ପରକୁ ସେହି ପ୍ରକାର ଭାବରେ ଗ୍ରହଣ କରିବାକୁ ହେବ, ତେବେ ଆମେ ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇବାକୁ ପାରିବା। ତେଣୁ ଆସନ୍ତୁ ଆମେ ନିଜ ନିଜକୁ ସମୀକ୍ଷା କରୁ କରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା। ଆଜି ଆମେ ଏହି ସମସ୍ତ ବିଷୟକୁ ନିଜ ଜୀବନରେ ନିରୀକ୍ଷଣ କରିବା। ମୁଁ କି ପ୍ରକୃତରେ ସ୍ୱର୍ଗ ଯିବାକୁ ପ୍ରସ୍ତୁତ ହେବା ବେଳେ କେଉଁ ବିଷୟ ମୋ ପାଇଁ ବାଧାର କାରଣ ହେଇଛି? କେଉଁ ବିଷୟ ଆଜି ପର୍ଯ୍ୟନ୍ତ ମୁଁ ଧରି ରଖିଛି ଯାହାକି ସ୍ୱର୍ଗ ଯିବା ନିମନ୍ତେ ମୋତେ ପ୍ରତିବନ୍ଧକ ସ୍ୱରୂପ ହେଉଛି? ଆଜି ପୁନର୍ବାର ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ଆମେ ନିଜ ନିଜକୁ ସମୀକ୍ଷା କରିବା, ନିଜ ନିଜକୁ ଆମେ ପଚାରିବା, ଏପରି ବିଷୟ କିଛି ଅଛି ଆଜି ହିଁ ଏ ସମସ୍ତ ବିଷୟକୁ ଆମେ ଏଡ଼େଇ ଦେବା, ଏ ସମସ୍ତ ବିଷୟକୁ ଆମେ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେବା, ପ୍ରଭୁ ଆଜି ଆମମାନଙ୍କୁ ଗ୍ରହଣ କରିବେ। ପ୍ରଭୁ ଆମମାନଙ୍କୁ ଆଜି ଆପଣାର କରିବେ। ପ୍ରଭୁ ଆମମାନଙ୍କୁ ଆଜି ସ୍ୱର୍ଗ ନିମନ୍ତେ ପ୍ରସ୍ତୁତ କରିବେ। ପ୍ରଭୁ ଆମମାନଙ୍କୁ ଆଜି ସ୍ୱର୍ଗରେ ତାଙ୍କର ନାମ ଲେଖିଦେବେ, ସ୍ୱର୍ଗରେ ସେ ଆମମାନଙ୍କୁ ସ୍ଥାନ ଦେବେ। ଆଜି ଆସନ୍ତୁ ଆମେ ନିଜ ନିଜକୁ ସମୀକ୍ଷା କରୁ କରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ତୁମ ନିକଟକୁ ଆସିଅଛୁ ରାଜା। ଅନେକ ସମୟରେ ଜାଣତରେ ଅଜାଣତରେ ମୋର ମନୋଭାବ ଯେ ସବୁବେଳେ ଏହି ପ୍ରକାର ଗୋଟେ ବଡ଼ ବଡ଼ ଚିନ୍ତାଧାରାକୁ ନେଇକି ଏ ଜଗତରେ ବଞ୍ଚୁଛି ପ୍ରଭୁ। ଅନେକ ସମୟରେ ମୁଁ ନିଜକୁ ନମ୍ର କରିପାରୁନି ପ୍ରଭୁ। ଅନେକ ସମୟରେ ମୁଁ ପରସ୍ପରକୁ ଗ୍ରହଣ କରିପାରୁନି ପ୍ରଭୁ। ଆଜିର ବାକ୍ୟ ଦ୍ୱାରା ମୋତେ ପୁଣି ଆମେ ସମସ୍ତଙ୍କୁ ଆଜି ପ୍ରଭୁ ତୁମେ କଥା କହିଲ। ଏହି ବାକ୍ୟ ଅନୁସାରେ ପ୍ରଭୁ ଆମେ ପ୍ରସ୍ତୁତ ହେବୁ। ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର, ତୁମେ ଆମମାନଙ୍କୁ ଦୟା କର ପ୍ରଭୁ, ତୁମେ ଆମମାନଙ୍କୁ ବ୍ୟବହାର କର। ତୁମରି ପବିତ୍ର ଉପସ୍ଥିତି ଆମେ ପ୍ରତ୍ୟେକଙ୍କୁ ପ୍ରଭୁ ତୁମରି ସେହି ସ୍ୱର୍ଗ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କରୁ ବୋଲି ପ୍ରାର୍ଥନା କରୁଅଛୁ। ମହିମା ପ୍ରଶଂସା ଗୌରବ କେବଳ ତୁମ ନାମର ହଉ। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ, ଆମେନ୍। ଏତେବେଳେ ପିତା ଈଶ୍ୱରଙ୍କ ପ୍ରେମ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ, ଦୟା, ପବିତ୍ର ଆତ୍ମାଙ୍କ ଚିରନ୍ତନ ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା ଆମ ସମସ୍ତଙ୍କ ସଙ୍ଗେ ସଙ୍ଗେ ହେଉନ୍ତୁ। ଆମେନ୍, ଆମେନ୍।